ରିମଝିମ୍ ମନେ ମନେ କହିବେ। ନୀଲମ କଥା ଶୁଣି ହଠାତ୍ ରୁବି ଆଣ୍ଟି ତାକୁ ଚୁପ୍ କରେଇ ଦେଲେ। ଆଉ ମୋତେ ଏନ୍ଜିଓକୁ ପଠେଇଦେଲେ କାହିଁକି? ମୋ ପାଖରେ କ'ଣ ଲୁଚେଇବାକୁ ଚେଷ୍ଟା କରୁଛନ୍ତି ସିଏ? ଆଉ ଏପଟେ ରୁବି କହିବେ, ଏ କି ବେକାର କଥାବାର୍ତ୍ତା କରୁଛୁ ତୁ? ତାପରେ ନୀଲମ କହିବେ, ବେକାର କଥା ନୁହେଁ ମାମା। ଆଉ ରିମଝିମ୍ ଏପଟେ ଲୁଚିକି ରୁବି ଆଉ ନୀଲମଙ୍କ କଥା ଶୁଣୁଥିବେ। ତାପରେ ନୀଲମ କହିବେ, ମୁଁ ଯାହା କହୁଛି ସତ ହିଁ କହୁଛି। ସେ ପ୍ରଶାନ୍ତ ହିଁ ଥିଲେ। ଏହାପରେ ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ନୀଲମ କହିବେ, ମୋତେ ଖୋଜି ଖୋଜି ଆସି ସେ ଏଇଠି ବି ପହଞ୍ଚି ଗଲେଣି। ତାଙ୍କ କଥା ଭାବିଲା ବେଳକୁ ମୋତେ ବହୁତ ଡର ଲାଗୁଛି ମାମା। ଏହାପରେ ରିମଝିମ୍ ସବୁ କଥା ଶୁଣି ମନେ ମନେ କହିବେ, ଆଚ୍ଛା, କଥା ତାହେଲେ ଏଇଠି। ଆପଣଙ୍କ ବହୁତ ବଡ଼ ସିକ୍ରେଟ୍ ମୁଁ ଏବେ ଜାଣିଗଲି ରୁବି ଆଣ୍ଟି। ଏ ଅସ୍ତ୍ରର ପ୍ରୟୋଗ ମୁଁ ଠିକ୍ ସମୟରେ କରିବି। କହି ସେଠାରୁ ଚାଲିଯିବେ। ଆଉ ଏପଟେ ହଲ୍ରେ ଆନନ୍ଦ ଏପଟେ ସେପଟେ ହଉଥିବେ। ତାପରେ ମାୟା କହିବେ, ଆନନ୍ଦ, ବିନୋଦ ଭଲ ଅଛନ୍ତି ଶୁଣିଲ ନା? କାହିଁକି ଅଯଥାରେ ବ୍ୟସ୍ତ ହଉଛ? ଯାଅ, ରୁମ୍ରେ ଯାଇ ରେଷ୍ଟ ନିଅ। ଏହାପରେ ଆନନ୍ଦ କହିବେ, ନାଇଁ ମାୟା, ମୁଁ ପଲ୍ଲବୀ ଆଉ ଗୌରବ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଛି। ତାପରେ ପଲ୍ଲବୀ ଆଉ ଗୌରବ ବିନୋଦକୁ ଘରକୁ ଆଣିବେ। ତାପରେ ଆନନ୍ଦ ଖୁସି ହେଇ ବିନୋଦକୁ ହକ୍ କରିବେ। ଆଉ କହିବେ, ଦେଖିଲୁ ତ, ମନ ଇଚ୍ଛା ଶାସନ କରିବାର ଫଳ କ'ଣ ହେଲା? ଘରୁ ଦୂରେଇ ହେଇ ରହିବାର ପରିଣାମ କ'ଣ ହେଲା? ନିଜ ଅଙ୍ଗେ ନିଭେଇଲୁ ତ? ଏବେ ତୁ ମୋ ବିନା ପରମିଶନରେ ଘରୁ ପାଦେ ରଖିବୁ ତାହେଲେ ଦେଖିବୁ ମୋତେ। ଏହାପରେ ବିନୋଦ କହିବେ, ସରି ଭାଇ, ମୋ ଯୋଗୁଁ ଆପଣ ସମସ୍ତଙ୍କୁ ଏତେ କଷ୍ଟ ହେଲା। ଏହାପରେ ମାୟା କହିବେ, କଷ୍ଟ ତ ଆମ ସମସ୍ତଙ୍କୁ ହେଇଛି। ଯଦି ମମତା କଥା ଶୁଣିକି ତମେ ଏ ଘରୁ ଯାଇନଥାନ୍ତ, ତାହେଲେ ଆଜି ଆମ ସମସ୍ତଙ୍କୁ ଏ ଦିନ ଦେଖିବାକୁ ପଡ଼ିନଥାନ୍ତା। ତାପରେ ନିମ୍କିକୁ ଡାକିବେ। ଆଉ ନିମ୍କି ଆସି କହିବେ, ଆଜ୍ଞା ମା। ତାପରେ ମାୟା କହିବେ, ତୁ ଆଉ ଗୌରବ ବିନୋଦକୁ ତାଙ୍କ ରୁମ୍କୁ ନେଇକି ଯାଅ। ତାପରେ ଆନନ୍ଦ କହିବେ, ଯା ବିନୋଦ, ତୁ ଆଉ ବେଶୀ ଚିନ୍ତା କରନି। ତୁ ଯାଇ ରେଷ୍ଟ ନେ। ଆମେ ପରେ ଏ ବିଷୟରେ କଥା ହେବା, ହେଲା? ତାପରେ ବିନୋଦକୁ ତାଙ୍କ ରୁମ୍କୁ ନେଇଯିବେ। ତାପରେ ଆନନ୍ଦ କହିବେ, ପଲ୍ଲବୀ, ଆରେ ଏସବୁ ହେଲା କେମିତି? ଏହାପରେ ପଲ୍ଲବୀ କହିବେ, ବାବା, ଆକ୍ଚୁଆଲି ମୁଁ ଠିକ୍ ସମୟରେ ଦାଦାଙ୍କ ପାଇଁ ଖାଇବା ନେଇକି ପହଞ୍ଚି ପାରିଲିନି। ତେଣୁ ଦାଦା ମେଡ଼ିସିନ ଠିକ୍ ସମୟରେ ନ ଖାଇବା ଯୋଗୁଁ ଧୀରେ ଧୀରେ ତାଙ୍କ ଦେହ ଖରାପ ହେବାକୁ ଲାଗିଲା। ଆଉ ସେ ନିଜେ ଯାଇ ରୋଷେଇ କଲେ। ସେ ପ୍ରୋସେସର ଭିତରେ ମୁଁ ଯାଇ ସେଠି ପହଞ୍ଚିଲା ବେଳକୁ ଦାଦା ହଲ୍ରେ ବେହୋସ ହେଇକି ପଡ଼ିଛନ୍ତି। ଆଉ ଭାଗ୍ୟ ଭଲ, ଠିକ୍ ସମୟରେ ସେଠି ଡକ୍ଟର ଆସି ପହଞ୍ଚିଗଲେ। ଆଉ ସିଏ ହିଁ ସେଠି ସବୁ କିଛି ସମ୍ଭାଳି ନେଲେ। ଏହାପରେ ରୁବି କହିବେ, କିନ୍ତୁ ମୋ କହିବା କଥା ହେଲା, ପଲ୍ଲବୀ, ତୁ ଯଦି କୌଣସି କାମ ଠିକ୍ରେ ତୁଲେଇ ପାରୁନୁ, ତାହେଲେ ତୁ ସେ କାମ ନିଜ ମୁଣ୍ଡକୁ ନଉଛୁ କାହିଁକି? ମଣିଷ ସେତିକି କଥା ପାଇଁ ପରମେଶ କରିବା ଦରକାର ଯେତିକି ସେ ନିଜେ କରିପାରିବ। ଏକରେ ତ ତୋ ପୋଲିସ ଚାକିରି, ଯୋଉଥିପାଇଁ ତତେ ଦିନ ରାତି 24 ଘଣ୍ଟା କାମ କରିବାକୁ ପଡୁଛି। ତା ସାଙ୍ଗକୁ ତୁ କିଚେନ ବି ଅଲଗା କରି ଦେଇଛୁ। ତେଣୁ ତତେ ତ ନିଜ ଖାଇବା ନିଜେ ହିଁ ରୋଷେଇ କରିବାକୁ ପଡ଼ିବ। ସେଥିରେ ପୁଣି ଯଦି ବିନୋଦଙ୍କର ଖାଇବା ପିଇବା ଦାୟିତ୍ୱ ନେବୁ, ତାହେଲେ କ'ଣ ହେବ ଶେଷରେ କହିଲୁ? ଆରେ ସେମାନେ ତାଙ୍କ କଥା ବୁଝିଥାନ୍ତେ। ତୁ ସବୁଦିନ ଠିକ୍ ସମୟରେ ଖାଇବା ନେଇ ବିନୋଦ ପାଖରେ ପହଞ୍ଚି ପାରିବୁନି। ଏକଥା ତୁ ବୁଝିବା ଦରକାର ଥିଲା। ତୋର ଏ ଦାୟିତ୍ୱହୀନ ପାଇଁ ଆଜି ଯଦି ବିନୋଦଙ୍କର କିଛି ହେଇଯାଇଥାନ୍ତା, ତାହେଲେ? ଏହାପରେ ନିମ୍କି ଆସି କହିବେ, ଦିଦି ତ ସବୁ କାମ ଠିକ୍ ସମୟରେ କରିଦେଇଥାନ୍ତେ, କିନ୍ତୁ ଠିକ୍ ସମୟରେ ସିଲିଣ୍ଡରର ଗ୍ୟାସ୍ ସରିଗଲା। ଏଥିରେ ଦିଦିଙ୍କର କ'ଣ ଭୁଲ ଅଛି? ଏହାପରେ ରିମଝିମ୍ ଯାଉଥିବେ। ଆଉ ପଲ୍ଲବୀ କହିବେ, ଗୋଟେ ମିନିଟ୍ ଅପା, ମୁଁ ତମକୁ କିଛି ପଚାରିବାକୁ ଚାହେଁ। ତାପରେ ରିମଝିମ୍ କହିବେ, କ'ଣ ପଚାରିବୁ? ଏହାପରେ ପଲ୍ଲବୀ କହିବେ, ତମେ ଜାଣିଥିଲ ନା ଦାଦାଙ୍କର ଦେହ ଖରାପ ଅଛି? ତମେ ମୋତେ ସେପଟ ସିଲିଣ୍ଡର ୟୁଜ୍ କରିବାକୁ ଦେଲନି କାହିଁକି ଅପା? ଏହାପରେ ରିମଝିମ୍ କହିବେ, ମୁଁ କହିସାରିଛି ନା, ଯଦି କିଚେନର କୌଣସି ଜିନିଷ ମୁଁ ତତେ ଦେବି, ତାହେଲେ ବଡ଼ମା ରାଗିଯିବେ ବୋଲି। ଏହାପରେ ଗୌରବ ଆସି କହିବେ, କେବଳ ଏଇ କାରଣ ଥିଲା ରିମଝିମ୍? ତାପରେ ରିମଝିମ୍ କହିବେ, ହଁ, ଆଉ କ'ଣ କାରଣ ହେବ? ଏହାପରେ ଗୌରବ କହିବେ, ତମେ ଚାହୁଁନଥିଲ ବାପାଙ୍କୁ ଠିକ୍ ସମୟରେ ଖାଇବା ମିଳୁ। ଏଇଟା ହିଁ ହେଉଛି ମେନ୍ କାରଣ। ତାପରେ ରିମଝିମ୍ କହିବେ, ମୁଁ କାହିଁକି ସେମିତି ଚାହିଁବି? ଏହାପରେ ଗୌରବ କହିବେ, ଏଇଥିପାଇଁ ଯେ ତମକୁ ଲାଗିଲା ମୁଁ ଆଉ ବାପା ତମ ଆଗରେ ବାପାଙ୍କ ଦେହ ଖରାପ ହେବାର ନାଟକ କରୁଛୁ। କ'ଣ ଠିକ୍ କହିଲି ନା? ତାପରେ ରିମଝିମ୍ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ,
ଏବେ ରିମଝିମକୁ ଆନନ୍ଦ କ'ଣ ଏ ଘରୁ ବାହାର କରିଦେବେ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।